ଜୟ ଜଗନ୍ନାଥ। ଏହି ବିଷୟଟି ଗରୁଡ଼ ପୁରାଣରୁ ଆଦୃତ। ଏହି କଥାଟି ସେତେବେଳର ଯେତେବେଳେ ଭଗବାନ କୃଷ୍ଣ ତାଙ୍କ ବାଲ୍ୟ ଲୀଳା କରୁଥିଲେ। ଥରେ ଶ୍ରୀକୃଷ୍ଣ ଗୋଟିଏ ଗଛ ମୂଳରେ ବସି ବଂଶୀ ବଜାଉଥିଲେ। ସେହି ସମୟରେ ଗୋଟିଏ ହରିଣ ତାଙ୍କ ପାଖକୁ ଦୌଡ଼ି ଦୌଡ଼ି ଆସିଲା ଏବଂ ତାଙ୍କ ପଛପଟେ ଯାଇ ଲୁଚିଗଲା। ସେହି ହରିଣଟି ବହୁତ ଡରି ଯାଇଥିଲା। ଶ୍ରୀକୃଷ୍ଣ ହରିଣର ମୁଣ୍ଡରେ ଆଉଁସି ଦେଇ କହିଲେ, "କ'ଣ ହେଲା? ତୁମେ କାହିଁକି ଲୁଚୁଛ?" ସେହି ସମୟରେ ହରିଣ ପିଛା କରୁଥିବା ଜଣେ ଶିକାରୀ ସେହି ସ୍ଥାନରେ ପହଞ୍ଚିଲା ଏବଂ କହିଲା, "ଏହା ମୋର ଶିକାର ଅଟେ। ଏହାକୁ ମୋତେ ଦେଇ ଦିଅନ୍ତୁ। ଏହା ଉପରେ ମୋର ଅଧିକାର ଅଛି।" ଏହା ଶୁଣି ଶ୍ରୀକୃଷ୍ଣ କହିଲେ, "ସମସ୍ତ ଜୀବିତ ପ୍ରାଣୀଙ୍କର ସେମାନଙ୍କର ନିଜର ଅଧିକାର ଅଛି। ତାଙ୍କ ପ୍ରାଣ ଉପରେ ଆଉ କାହାର ଅଧିକାର ନାହିଁ।" ଏହା ଶୁଣି ଶିକାରୀ ରାଗିଯାଇ କହିଲା, "ଏହା ମୋର ଶିକାର ଅଟେ। ଏହାକୁ ମୁଁ ଆଜି ମାରି ଖାଇବି।" ଏହାପରେ ଶ୍ରୀକୃଷ୍ଣ କହିଲେ, "କୌଣସି ଜୀବିତ ପ୍ରାଣୀକୁ ମାରି ଖାଇବା ପାପ ଅଟେ। କ'ଣ ତୁମେ ପାପର ଭାଗୀଦାର ହେବାକୁ ଚାହୁଁଛ? ମାଂସ ଖାଇବା ପାପ ନା ପୁଣ୍ୟ? କ'ଣ ତୁମେ ଏହି ଧର୍ମକୁ ଜାଣିନାହଁ?" ଶିକାରୀ କହିଲା, "ମୁଁ ତ ଆପଣଙ୍କ ପରି ଶିକ୍ଷିତ ନୁହେଁ। କେମିତି ଜାଣିବି ମାଂସାହାର ପାପ ନା ପୁଣ୍ୟ? କିନ୍ତୁ ମୁଁ ଏତିକି ଜାଣିଛି, କୌଣସି ଜୀବକୁ ମାରି ଖାଇବାରେ କୌଣସି ଦୁଃଖ ନାହିଁ। ମୁଁ ତ ମାଂସ ଖାଇବା ଦ୍ୱାରା ସେମାନଙ୍କୁ ପ୍ରାଣୀ ଜନ୍ମରୁ ବନ୍ଧନରୁ ମୁକ୍ତି ଦେଉଛି। ପୁଣି କାହିଁକି ମାଂସ ଖାଇବାକୁ ମନା କରାଯାଉଛି?" ଶିକାରୀ କହିଲା, "ଜୀବହତ୍ୟା କଥା ସବୁ ମୁଁ ପୁରାଣରେ ମଧ୍ୟ ଶୁଣିଛି। ରାଜା ମହାରାଜାମାନେ ଶିକାର କରୁଥିଲେ। ଆପଣ କୁହନ୍ତୁ, ମାଂସାହାର ପାପ ନା ପୁଣ୍ୟ?" ଭଗବାନ କୃଷ୍ଣ ବୁଝିଗଲେ ଏହି ଶିକାରୀଟି ମାଂସାହାର କରୁଥିବାରୁ ଏହାର ବୁଦ୍ଧି ହଜିଗଲାଣି। ଶ୍ରୀକୃଷ୍ଣ କହିଲେ, "ମୁଁ ଏହି ବିଷୟରେ କୌଣସି ରାୟ ଦେବି ନାହିଁ। ମୁଁ ତୁମକୁ ଗୋଟିଏ ଛୋଟ କାହାଣୀ ଶୁଣାଇବି। ଏହା ସମ୍ପୂର୍ଣ୍ଣ ଶୁଣି ସାରିଲା ପରେ ତୁମେ ହିଁ କହିବ ମାଂସାହାର ପାପ ନା ପୁଣ୍ୟ।" ଶିକାରୀ ଭାବିଲା, ଏହି କଥାଟି ଶୁଣିନେବି ଏବଂ ମୋର କିଛି କ୍ଷତି ନାହିଁ। ଯାଉଛି ଏହାକୁ ଶୁଣିନେବି। ମୋର ମନୋରଞ୍ଜନ ମଧ୍ୟ ହୋଇଯିବ ଏବଂ ଶିକାର ମଧ୍ୟ ମିଳିଯିବ। ଏହାପରେ ଭଗବାନ ଶ୍ରୀକୃଷ୍ଣ ଆରମ୍ଭ କଲେ। ଥରେ ମଗଧରେ ଶସ୍ୟର କମ୍ ଉତ୍ପାଦନ ହେବାରୁ ଖାଦ୍ୟ ସଙ୍କଟ ଦେଖାଦେଲା। ରାଜା ଚିନ୍ତା କଲେ, ଏହାର ସମାଧାନ ଯଦି ନ କରାଯାଏ ତେବେ ସଂଗୃହୀତ ଖାଦ୍ୟ ମଧ୍ୟ ସରିଯିବ ଆଉ ସଙ୍କଟ ଅତି ଗମ୍ଭୀର ହୋଇଯିବ। ରାଜା ନିଜ ସଭାରେ କହିଲେ, ଏହି ଖାଦ୍ୟ ସମସ୍ୟାକୁ ଦୂର କରିବା ପାଇଁ ସବୁଠାରୁ ଶସ୍ତା ଜିନିଷ କ'ଣ ଅଛି? ଏହା ଶୁଣି ମନ୍ତ୍ରୀମାନେ ଚିନ୍ତାରେ ପଡ଼ିଗଲେ। ଚାଉଳ, ଗହମ, ଆଳୁ, ଡାଲି ଏହିସବୁ ଜିନିଷକୁ ଉତ୍ପାଦନ କରିବାକୁ ବହୁତ ପରିଶ୍ରମ କରିବାକୁ ପଡ଼ିଥାଏ। ଏହିସବୁ ଖାଦ୍ୟ ପଦାର୍ଥ ସେତେବେଳେ ଭଲ ହୋଇଥାଏ ଯେତେବେଳେ ପ୍ରକୃତିର କୌଣସି କୋପ ନଥାଏ। ଏମିତି ତ କୌଣସି ବସ୍ତୁ ଶସ୍ତା ନାହିଁ। ଏହି ସମୟରେ ଶିକାର କରିବାକୁ ଭଲ ପାଉଥିବା ଜଣେ ମନ୍ତ୍ରୀ ଏହା ଶୁଣି ଭାବିଲେ, ଏହା ହିଁ ସବୁଠାରୁ ପ୍ରକୃଷ୍ଟ ସମୟ ଅଟେ ସାରା ରାଜ୍ୟରେ ଆଖିବୁଜା ଶିକାର କରିବା ପାଇଁ। ରାଜାଙ୍କଠାରୁ ଅନୁମତି ନେଇଗଲେ ବଢ଼ିଆ ହେବ। ତାପରେ ସେହି ମନ୍ତ୍ରୀ କହିଲେ, ସବୁଠାରୁ ଶସ୍ତା ଖାଦ୍ୟ ହେଉଛି ମାଂସ। ଏହା ପାଇଁ କୌଣସି ଧନର ଆବଶ୍ୟକତା ନଥାଏ ଆଉ ପୁଷ୍ଟିକର ମଧ୍ୟ ହୋଇଥାଏ। ଏହାକୁ ସମସ୍ତେ ସମର୍ଥନ କଲେ। କିନ୍ତୁ ମଗଧର ପ୍ରଧାନମନ୍ତ୍ରୀ ଏବେ ବି ଚୁପ୍ ଥିଲେ। ଏହା ଦେଖି ରାଜା ପଚାରିଲେ, ଆପଣ କ'ଣ ପାଇଁ ଚୁପ୍ ଅଛନ୍ତି? ଆପଣଙ୍କର ମତ ମଧ୍ୟ ରଖନ୍ତୁ। ପ୍ରଧାନମନ୍ତ୍ରୀ କହିଲେ, ମୁଁ ମାନୁନାହିଁ ଯେ ମାଂସ ସବୁଠାରୁ ଶସ୍ତା ଖାଦ୍ୟ ପଦାର୍ଥ ଅଟେ। ତଥାପି ଏହା ଉପରେ ମୁଁ କାଲି ମୋର ରାୟ ରଖିବି। ତାପରେ ମାଂସ ପାଇଁ ଲୋଭ ଦେଖାଉଥିବା ମନ୍ତ୍ରୀଙ୍କ ଘରେ ପ୍ରଧାନମନ୍ତ୍ରୀ ହାଜର ହୋଇଗଲେ। ଏତେ ରାତିରେ ନିଜ ଘରେ ପ୍ରଧାନମନ୍ତ୍ରୀଙ୍କୁ ଦେଖି ମନ୍ତ୍ରୀ ଆଶ୍ଚର୍ଯ୍ୟ ହୋଇଗଲେ। ମନ୍ତ୍ରୀ ଭାବିଲେ, ନିଶ୍ଚୟ କିଛି ଅନିଷ୍ଟ ହୋଇଛି। ପ୍ରଧାନମନ୍ତ୍ରୀ କହିଲେ, ରାଜସଭା ପରେ ରାଜା ଅସୁସ୍ଥ ହୋଇପଡ଼ିଲେ। ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଯାଇଛି। ରାଜବୈଦ୍ୟ କହିଛନ୍ତି, ଯଦି ଶକ୍ତିଶାଳୀ ମନୁଷ୍ୟଠାରୁ 2 ତଳା ମାଂସ ମିଳିଯାଆନ୍ତା ତେବେ ରାଜା ଜୀବନ ବଞ୍ଚିଯାଆନ୍ତା। ଆପଣ ରାଜାଙ୍କର ସବୁଠାରୁ ବିଶ୍ୱସ୍ତ ଅଟନ୍ତି। ତେଣୁ ଆପଣଙ୍କର ଛାଡ଼ି ଆଉ କିଏ ଅଧିକ ଯୋଗ୍ୟ ହୋଇପାରିବ? ଏଥିପାଇଁ ଆପଣ ଯାହା ବି ମୂଲ୍ୟ ମାଗିବେ ଆପଣଙ୍କୁ ଦିଆଯିବ।
ଏଥିପାଇଁ ଆପଣଙ୍କୁ 1,00,000 ମୁଦ୍ରା ଦିଆଯିବ। ଆପଣ ଚାହିଁଲେ ରାଜ୍ୟସଭାରୁ କୌଣସି ଜାଗା ନେଇପାରିବେ। ଆପଣଙ୍କର ଇଚ୍ଛା କ'ଣ କୁହନ୍ତୁ। ମୁଁ କଂସେଇ ଦ୍ୱାରା ଆପଣଙ୍କ ହୃଦୟରୁ 2 ତଳା ମାଂସ ନେଇଯିବି। ଏହା ଶୁଣି ମନ୍ତ୍ରୀଙ୍କ ଚେହେରାରେ ରଙ୍ଗ ବଦଳିଗଲା। ମନ୍ତ୍ରୀ ଭାବିଲେ, ଯଦି ମୋର ଜୀବନ ହିଁ ନ ରହିବ, ତାହେଲେ ମୁଁ 1,00,000 ସ୍ୱର୍ଣ୍ଣମୁଦ୍ରା ନେଇ କରିବି କ'ଣ? ମନ୍ତ୍ରୀ ସଙ୍ଗେ ସଙ୍ଗେ ନିଜ ଘରୁ 1,00,000 ସ୍ୱର୍ଣ୍ଣମୁଦ୍ରା ଆଣି ପ୍ରଧାନମନ୍ତ୍ରୀଙ୍କ ଗୋଡ଼ତଳେ ରଖିଦେଲେ। କହିଲେ, ଆପଣ ଏହାକୁ ନେଇ ମୋତେ ଛାଡ଼ି ଦିଅନ୍ତୁ। ଆଉ ମୁଁ କେଉଁ ମନ୍ତ୍ରୀକୁ ଦେଖନ୍ତୁ। ପ୍ରଧାନମନ୍ତ୍ରୀ ମନ୍ତ୍ରୀକୁ ଆଉ ଟିକେ ଡରାଇବାକୁ ଚାହୁଁଥିଲେ। ସେ କହିଲେ, ଆପଣଙ୍କ ଚେହେରା ରାଜାଙ୍କ ଚେହେରା ସହିତ ମିଶିଯାଉଛି। ତେଣୁ ରାଜବୈଦ୍ୟ ଆପଣଙ୍କର ମାଂସ ନେବାକୁ କହିଛନ୍ତି। ଆପଣଙ୍କ ଏହାର ଉପକାର ଦ୍ୱାରା ଆମର ରାଜାଙ୍କର ଜୀବନ ବଞ୍ଚିଯିବ। ଯଦି ଆପଣ କହିବେ, ତେବେ ଆପଣଙ୍କୁ ପ୍ରଧାନମନ୍ତ୍ରୀ ପଦବୀ ଦିଆଯିବ। ମୁଁ ଆପଣଙ୍କର କର୍ମଚାରୀ ହୋଇ ରହିବି। ପ୍ରଧାନମନ୍ତ୍ରୀ କହିଲେ, ପ୍ରଜାଙ୍କଠାରୁ ଆମ ରାଜାକୁ ଛଡ଼ାଇ ନିଅନ୍ତୁ ନାହିଁ। ମନ୍ତ୍ରୀ ମନେ ମନେ ଭାବିଲେ, ମୁଁ ତ ସମ୍ପୂର୍ଣ୍ଣ ଫସିଗଲି। ସଙ୍ଗେ ସଙ୍ଗେ ସେ ମନ୍ତ୍ରୀ ବସ୍ତ୍ର ପରିତ୍ୟାଗ କରି ସନ୍ନ୍ୟାସୀ ବେଶ ଧରି ଘରୁ ଚାଲିଯିବାକୁ ବାହାରିଲେ। ପ୍ରଧାନମନ୍ତ୍ରୀଙ୍କ ଗୋଡ଼ତଳେ ପଡ଼ି କହିଲେ, ମୋର ସବୁ ଧନ ସମ୍ପତ୍ତି ନେଇଯାଆନ୍ତୁ। ଏହି ରାଜ୍ୟ ଛାଡ଼ି ମୁଁ ଚାଲିଯାଉଛି। ପ୍ରଧାନମନ୍ତ୍ରୀ କହିଲେ, ପରିବାର ଛାଡ଼ି କୁଆଡ଼େ ଯାଉଛ? ମନ୍ତ୍ରୀ କହିଲେ, ଯଦି ପ୍ରାଣ ରହିବନି, ତେବେ ପରିବାର ନେଇ କରିବି କ'ଣ? ଯଦି ଜୀବନ ବଞ୍ଚିଯାଏ, ତେବେ ଏମିତି ହିଁ ମୁଁ ବଞ୍ଚିପାରିବି। ଏମିତି କହି ସେ ଘୋଡ଼ା ଉପରେ ବସି ପଳାୟନ କରିବାକୁ ଗଲାବେଳେ ପ୍ରଧାନମନ୍ତ୍ରୀ ଘୋଡ଼ାର ଲଗାମକୁ ଧରିପକାଇ କହିଲେ, ତୁମେ ଶାନ୍ତିରେ ଘରେ ରୁହ। ପ୍ରଧାନମନ୍ତ୍ରୀ ଯିବା ପରେ ମନ୍ତ୍ରୀ ଦେହରେ ଜୀବନ ଫେରିଲା, କିନ୍ତୁ ଶାନ୍ତିରେ ଶୋଇପାରିଲେ ନାହିଁ। ଏହାପରେ ପ୍ରଧାନମନ୍ତ୍ରୀ ସ୍ୱର୍ଣ୍ଣମୁଦ୍ରା ନେଇ ସମସ୍ତ ମନ୍ତ୍ରୀ ଘରକୁ ଗଲେ। ସମସ୍ତଙ୍କୁ ରାଜାଙ୍କ ପାଇଁ 2 ତଲା ମାଂସ ମାଗିଲେ, ହେଲେ କେହି ହେଲେ ରାଜି ହେଲେ ନାହିଁ। ସମସ୍ତେ ନିଜର ଜୀବନ ବଞ୍ଚାଇବା ପାଇଁ ଯେତେ ପାରିଲେ ସ୍ୱର୍ଣ୍ଣମୁଦ୍ରା ଦେଇଦେଲେ। ଏହି ପ୍ରକାରରେ ପ୍ରଧାନମନ୍ତ୍ରୀ ଗୋଟିଏ ରାତିରେ କୋଟି କୋଟି ସ୍ୱର୍ଣ୍ଣମୁଦ୍ରା ଜମା କରିଦେଲେ ଏବଂ ସକାଳ ହେବା ଆଗରୁ ନିଜ ମହଲରେ ପହଞ୍ଚିଗଲେ। ତା ପରଦିନ ସଭାରେ ସମସ୍ତ ମନ୍ତ୍ରୀ ସମୟ ପୂର୍ବରୁ ହାଜର ହୋଇଗଲେ। ସମସ୍ତେ ଏହା ଜାଣିବାକୁ ଚାହୁଁଥିଲେ ଯେ ରାଜା ସୁସ୍ଥ ଅଛନ୍ତି ନା ନାହିଁ, ହେଲେ କେହି କାହାକୁ କିଛି କହୁନଥିଲେ। ସମସ୍ତେ ରାଜବୈଦ୍ୟଙ୍କୁ ଦେଖା କରିବାକୁ ଚାହୁଁଥିଲେ, ଯାହାଦ୍ୱାରା ରାଜାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବୁଝିବାକୁ ହେବ। ସେପଟେ ପ୍ରଧାନମନ୍ତ୍ରୀ ସୈନ୍ୟକୁ ଆଦେଶ ଦେଇଥିଲେ ଯେ ପର୍ଯ୍ୟନ୍ତ ରାଜା ରାଜସଭାକୁ ନ ଆସିଛନ୍ତି, କୌଣସି ମନ୍ତ୍ରୀ ମହଲକୁ ବାହାରକୁ ଯିବାକୁ ଅନୁମତି ନାହିଁ। କିଛି ସମୟ ପରେ ରାଜା ସଭାକୁ ଆସିଲେ ଓ ଚିରାଚରିତ ଢଙ୍ଗରେ ସଭାକାର୍ଯ୍ୟ ଆରମ୍ଭ କଲେ। ମନ୍ତ୍ରୀମାନେ ଦେଖିଲେ ରାଜା ସୁସ୍ଥ ଅଛନ୍ତି, ହେଲେ କେହି କାହାକୁ କିଛି କହୁନାହାନ୍ତି। ଏହାପରେ ପ୍ରଧାନମନ୍ତ୍ରୀ ରାଜାଙ୍କ ନିକଟରେ 1 କୋଟି ସ୍ୱର୍ଣ୍ଣମୁଦ୍ରା ଜମା କରିଦେଲେ। ଏହାପରେ ରାଜା ପଚାରିଲେ, ଏ ସ୍ୱର୍ଣ୍ଣମୁଦ୍ରା କାହାର, କୋଉଠୁ ଆସିଲା? ପ୍ରଧାନମନ୍ତ୍ରୀ କହିଲେ, ମହାରାଜ, 2 ତଲା ମାଂସ ପାଇଁ ଏତେ ସ୍ୱର୍ଣ୍ଣମୁଦ୍ରା ଜମା ହୋଇଗଲା, କିନ୍ତୁ ମାଂସ ମିଳିଲା ନାହିଁ। ନିଜର ଜୀବନ ବଞ୍ଚାଇବା ପାଇଁ ମନ୍ତ୍ରୀମାନେ ଏ ସୁନା ଦାନ କରିଛନ୍ତି। ଏବେ ଆପଣ ବିଚାର କରନ୍ତୁ, ମାଂସ କେତେ ଶସ୍ତା ଅଟେ। ରାଜା ଏହାର ମର୍ମ ବୁଝିପାରିଲେ। ରାଜା ପ୍ରଜାମାନଙ୍କୁ ନିଜ ଖାଦ୍ୟ ଭଣ୍ଡାରରୁ ଖାଦ୍ୟ ବଣ୍ଟନ ପାଇଁ ଆଦେଶ ଦେଲେ। ରାଜା ପ୍ରଜାମାନଙ୍କୁ ପରିଶ୍ରମ କରି ପୁଷ୍ଟିକର ଖାଦ୍ୟ ଖାଇବାକୁ ଅନୁରୋଧ କଲେ। ଭଲ ଚାଷ କରିବାକୁ କହିଲେ। ସେହି 1 କୋଟି ସ୍ୱର୍ଣ୍ଣମୁଦ୍ରା ଚାଷ କାର୍ଯ୍ୟ ପାଇଁ ଖର୍ଚ୍ଚ କରାଗଲା। ଏହାପରେ ସାରା ରାଜ୍ୟରେ ଭଲ ଭାବରେ ଚାଷବାସ ହେଲା ଏବଂ ଭଲ ଉତ୍ପାଦନ ହେଲା। ଏହିପରି ଭାବରେ ରାଜ୍ୟରେ ଖାଦ୍ୟ ସଙ୍କଟ ଦୂର ହୋଇଗଲା। ଜୀବନର ମୂଲ୍ୟ କ'ଣ, ଆମକୁ ଶ୍ରୀକୃଷ୍ଣ ଏହି କଥା ମାଧ୍ୟମରେ ବୁଝାଇଲେ। ଯେପରି ଆମର ଜୀବନ ଆମକୁ ପ୍ରିୟ ଅଟେ, ସେହିପରି ସବୁ ଜୀବକୁ ସମସ୍ତଙ୍କର ଜୀବନ ପ୍ରିୟ। ବର୍ବରତା ତାହା ନୁହେଁ ଯେଉଁଠି ନିଜ ରକ୍ତ ବହିଥାଏ। ବର୍ବରତା ତାହା ଯେଉଁଠି ଆମ ସ୍ୱାର୍ଥ ପାଇଁ ଅନ୍ୟ ଜୀବର ରକ୍ତ ବହିଥାଏ। ଭଗବାନଙ୍କ ଠାରୁ ଏହିପରି ଜ୍ଞାନ ପାଇ ଶିକାରୀ ଆତ୍ମହରା ହୋଇଗଲା। ନିଜର ଭୁଲ ବୁଝିପାରି ଭଗବାନଙ୍କୁ କ୍ଷମା ପ୍ରାର୍ଥନା କଲା।
ଭିଡ଼ିଓଟି ଭଲ ଲାଗିଲେ ଭିଡ଼ିଓଟିକୁ ଗୋଟେ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ। ଜୟ ଜଗନ୍ନାଥ।